ହ୍ୟାଲୋ ଗାଇସ୍ ଗୁଡ୍ ମର୍ଣ୍ଣିଂ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ତ ଆଜି ହେଉଛି ଡିସେମ୍ବର 10 ତାରିଖ ମୋ ବାର୍ଥଡେ। ତ ଏଇକ୍ଷଣା ବସି କ'ଣ ଅଛନ୍ତି ସକାଳୁ ଉଠି ଷ୍ଟୋରି ଦେଖୁଥିଲି। ଅଲରେଡ଼ି ଦେଖୁନ ରାତି 12ଟାରେ ଏତିକି ମେନସନ୍ ଦେଇଛନ୍ତି। ଦେଖା ଦେଖୁନ ଏତିକି ଅଲରେଡ଼ି ମେନସନ୍ ଦେଇଛନ୍ତି। 20ଟା ଖଣ୍ଡେ ମେନସନ୍ କେବଳ ରାତି 12ଟାରେ ପକେଇ ଦେଇଛନ୍ତି। ସକାଳୁ ଦେଖିବା କିଏ ୱିଶ୍ କରୁଛି। ସକାଳୁ କୋଉଠୁ ମେସେଜ୍ ଆଇଲାଣି। ଗୋଟେ ସକାଳୁ ମେସେଜ୍ ଆଇଛି। ଇଏ ଗୋଟେ ସକାଳୁ ମେନସନ୍ ଆଇଛି। ଏଇଟା ବା ଦେଖୁନ ଏଇଟା ଛାଡ଼ିଛି ଇଏ ସୋନୁ ଛାଡ଼ିଛି। ସୋନୁ ପ୍ରାଚୀ ଭାଇ ଇଏ ହେଲା ଆମର ସନ୍ତୋଷୀ। ତ ଗାଇସ୍ ଦେଖନ୍ତୁ ବ୍ଲଗ୍ଟା ଆଜି କଣ୍ଟିନ୍ୟୁ କରନ୍ତୁ। ଆଜି ଜବରଦସ୍ତ ଇଣ୍ଟରେଷ୍ଟିଂ ବ୍ଲଗ୍ ଯାଉଛି। ତ ଏବେ ଯାଉଛି ଗାଧୋଇବା, ଗାଧୋଇ ସାରି ପୁଣି ଯିବା ଚାଲନ୍ତି ଟ୍ୟୁସନ୍ ଯିବା। ଗାଧୋଇ ସାରି କଥା ହେବା। ତ ଗାଇସ୍ ବର୍ତ୍ତମାନ ମୁଁ ଗାଧୋଇ ପାଧୋଇ ରେଡ଼ି ହେଇସାରିଲିଣି, ଆଉ ଠାକୁରଟି ବି ଯାଇ ଆସିସାରିଲିଣି। ତ ଏବେ କ'ଣ କରୁଛି ନା ବ୍ରେକଫାଷ୍ଟ କରୁଛି, କ'ଣ ଚୁଡ଼ା କଦଳୀ। ତ ଦେଖନ୍ତୁ ଚୁଡ଼ା କଦଳୀ ବ୍ରେକଫାଷ୍ଟ କରୁଛି, ତାପରେ ଯିବା ଟ୍ୟୁସନ୍। ତାପରେ ବ୍ରେକଫାଷ୍ଟ କରିସାରେ କ'ଣ ଦେଖା ହେବା ଆଉ। ତ ଗାଇସ୍ ଗାଧୋଇ ପାଧୋଇକି ଘରେ ଯେଉଁ କାମ ସାରି ବର୍ତ୍ତମାନ ମୁଁ ଯାଉଛି କ'ଣ ନା ଟ୍ୟୁସନ୍। ତବେ ଚାଲନ୍ତୁ ଯିବା ଟ୍ୟୁସନ୍ରେ ପହଞ୍ଚିଲା ପରେ ପୁଣି କଥା ହେବା। ଦେଖିପାରୁଥିବେ ଆଜି ମୁଁ ୟୁନିଫର୍ମରେ ନାହିଁ, କାହିଁକିନା ଆଜି ଆମର ଆକ୍ଚୁଆଲି କଲେଜରେ ଆମ ଫାର୍ଷ୍ଟ ଇୟର୍ ଛୁଆଙ୍କର ସସ୍ପେଣ୍ଡ ଅଛି କ୍ଲାସ୍ରେ ପ୍ଲସ୍ ଥ୍ରୀ ଏକ୍ଜାମ୍ ପାଇଁ। ଏବେ ଯାଉ ଟ୍ୟୁସନ୍ ହେବ, ଟ୍ୟୁସନ୍ ଯାଉଛି। ଟ୍ୟୁସନ୍ରେ ପହଞ୍ଚିଲା ପରେ ପୁଣି କଥା ହେବା। ତ ଗାଇସ୍ ବର୍ତ୍ତମାନ ମୁଁ ଆସିଲିଣି ଟ୍ୟୁସନ୍ରୁ। ତ ଏବେ ଯାଉଛି ଟିକେ ଆମର ଆଜି ଚିକେନ୍ ଫିଷ୍ଟ ହେବ ଅଫିସ୍ରେ। ତ ଏବେ ଯାଉଛି ଚିକେନ୍ କାଟିବା ପାଇଁ। ଚାଲନ୍ତୁ ଯିବା ଚିକେନ୍ କାଟିକି ଆସିବା। ତ ଗାଇସ୍ ବର୍ତ୍ତମାନ ଆମର ଷ୍ଟାର୍ଟ ହେଇଗଲାଣି ଅଲରେଡ଼ି ଚିକେନ୍ କଷା, ସରି କ'ଣ ଚିକେନ୍ ରୋଷେଇ ଆରମ୍ଭ ହେଇଗଲାଣି। ତେବେ ଚାଲନ୍ତୁ ଯିବା ଦେଖିବା ଚିକେନ୍ ରୋଷେଇ ହେଉଛି। ଦେଖନ୍ତୁ ତ ଗାଇସ୍ ସେଠି ଦେଖନ୍ତୁ ଆମର ଚିକେନ୍ ଧୁଆ ହେଇଛି, ଆଉ ବାଟନ ଫାଟନ ସବୁ ଧୁଆ ହେଇଛି। ଆଉ ସେଠି ଆମର ମସଲା କଷା ଚାଲିଛି, ଆଉ ତାପରେ ଚିକେନ୍ ପଡ଼ିବ, କଷା ହେବ ଆଉ। ତ ଗାଇସ୍ ଆମର ଚିକେନ୍ ରୋଷେଇ ଚାଲିଛି। ତ ଅଫିସ୍ରେ କେହି ଯେହେତୁ ନାହାନ୍ତି, ଇଏ ତ ଅଙ୍କଲ୍ ଆସିକି ରୋଷେଇ କରୁଛନ୍ତି, ଆଉ ସବୁ ଯାଇଛନ୍ତି କଲେଜରେ। ତ ମୁଁ ଏବେ ଯାଉ ଟିକେ କେହି ଯେହେତୁ ନାହାନ୍ତି ଗୋଟେ ଅଫିସ୍ରେ ବସି ପଡ଼େ, ଖାଲି କାମ କିଛି ନାହିଁ, ଖାଲି ବସି ପଡ଼େ, କିଏ ଗୋଟେ ଆସୁନି ଖାଲି ଦେଖିବା କଥା ଆଉ। ଏଇଠି ବସିଯିବା, ଦେଖିବା ତାପରେ କ'ଣ କରିବା ଆଉ। ତାପରେ ରୋଷେଇ ସରିଲା ପରେ ପୁଣି ଗାଁକୁ ବି ନେଇକି ଯିବାର ଅଛି, ତ ପୁଣି ଦେଖା ହେବା। ତ ଗାଇସ୍ ସେଇଠି ଆମର ଚିକେନ୍ କଷା ସରିଲାଣି, ଆଉ ଟିକେ ଖାଲି କଷିଗଲେ ତାପରେ ପାଣି ପଡ଼ିବ, ରେଡ଼ି ହେଇଯିବ, ଆଳୁ ପଡ଼ିବ, ରେଡ଼ି ଚିକେନ୍ ତରକାରୀ। ତ ଗାଇସ୍ ବର୍ତ୍ତମାନ ଆମର ଚିକେନ୍ ତରକାରୀ ରେଡ଼ି ହେଇସାରିଲାଣି, ଭାତ ବି ରେଡ଼ି, ଖାଲି ସାଲାଡ଼ କଟା ହେଉଛି। ସାଲାଡ଼ କଟା ସରିଲେ ଖାଇବା ଆଉ। ଖାଇସାରି ଦେଖା ହେବା। ତ ଗାଇସ୍ ବର୍ତ୍ତମାନ ମୁଁ ଖାଇ ପିଇ ଆସିଲିଣି। ତ ଦେଖିଲି ଆଜି ଆମର ଚିକେନ୍ ଫିଷ୍ଟ ହେଇଯିବ ଅଫିସ୍ରେ। ତ ଏବେ ଖାଇ ପିଇ ଆସିଲିଣି, ଟିକେ ରେଷ୍ଟ ନେଉଛି, ଦେଖିବା କ'ଣ ହେବ କି ନାହିଁ। ଆଉ ତ ମୋତେ କାହିଁ ଲାଗୁନି ଆଜି କିଛି ସେଲିବ୍ରେସନ୍ ହେଲା ଆଜ୍ଞା, କାହିଁକିନା ଘରେ କେହି ନାହାନ୍ତି। ତ ସେଲିବ୍ରେସନ୍ କଲା ଆଜ୍ଞା ଘରେ କେହି ନାହାନ୍ତି। ନାନୀ ହଷ୍ଟେଲରେ, ଆଉ ଭାଇ ହେରିକା ସବୁ ପଦାରେ। ଆଉ ନିଜ ଡ୍ୟୁଟିରେ ନିଜେ ଭାଇ କର୍ମମୟ ଜୀବନ, ସବୁ କର୍ମରେ ଲାଗ। ମୁଁ ବି ଆଜି ଫାଙ୍କା ନାହିଁ, ମୁଁ ବି ଆଜି ଯାଇଥିଲି ଟ୍ୟୁସନ୍ରେ କଲେଜ ଯାଇକି ଆସିଲି। କଲେଜ ଆଜି ଅବଶ୍ୟ ଛୁଟି ଥିଲା, ଆଉ ଦେଖିଲି ଯେଉଁ ଟ୍ୟୁସନ୍ ଯାଇଥିଲି କଲେଜ ଛୁଟି ଥିଲା, ଟ୍ୟୁସନ୍ ହେଇକି ଆଇଲି। ଆଉ ଦେଖିବା କ'ଣ ହେଉଛି, କିଛି ହେଇପାରେ ନ ହେଇପାରେ, କିନ୍ତୁ ନାନୀ କହିଛି ଯେ ତୁ ବ୍ୟସ୍ତ ନା, ଆଉ ମନ ଦୁଃଖ କରନା। ଆମେ ଏଇ ଖ୍ରୀଷ୍ଟମାସ୍ ଛୁଟି ହେଇଯିବ ନା, ଆଉ 4 ଦିନ ପରେ ନାନୀ ଘର କହିଲେ ଆମେ ଖ୍ରୀଷ୍ଟମାସ୍ ଛୁଟି ମୁଁ ଘରକୁ ଗଲେ ତୋର ସେଲିବ୍ରେସନ୍ କରିବା କି ଯାହା କରିବା ଆଉ। ସେଇ କିଛି ଲାଗେ ଲାଗୁନି, ଦେଖିବା ଯାହା ହେବ। ଆଉ ବ୍ଲଗ୍ ଟିକେ କଣ୍ଟିନ୍ୟୁ କରନ୍ତୁ। ଏବେ ଯାଉ ଟିକେ ରେଷ୍ଟ ନେବି, ଖାଇକି ଆଇଲି ତ ଚିକେନ୍ ହେଇଥିଲା ଫିଷ୍ଟ, ଆମ ଅଫିସ୍ରେ ସବୁ ଷ୍ଟାଫ୍ ଥିଲେ, ତ ଚିକେନ୍ ଫିଷ୍ଟ ହେଇଥିଲା। ତାପରେ ଟିକେ ରେଷ୍ଟ ନେଇ କଥା ହେବା ପୁଣି ପଛରେ ଆଉ। ତ ଗାଇସ୍ ବର୍ତ୍ତମାନ ଆମେ ସରିଲାଣି ଖାଇ ପିଇକି, ରାତିରେ ଡିନର୍ ସରିଲାଣି। ତାପରେ ଯାଉ ଶୋଇମି। ଆଉ ଆପଣ ଦେଖିଲେ ଆଜି ଆମର ଚିକେନ୍ ଫିଷ୍ଟ ହେଲା, ଆଉ ସେମିତି କିଛି ସ୍ପେଶାଲ୍ କିଛି ହେଲାନି, କାହିଁକିନା ଘରେ କେହି ନାହାନ୍ତି। ତ ଆପଣଙ୍କୁ ସକାଳେ କହିଥିଲି, ତ ସତରେ ଆଉ ଆଜି କିଛି ସେମିତି ସ୍ପେଶାଲ୍ ହେଲାନି, କିଛି ସେଲିବ୍ରେସନ୍ ହେଲାନି। ଇଟ୍ସ ଓକେ, ଏସବୁ ତ କର୍ମ, ଜୀବନରେ ସୁଖ ଦୁଃଖ ତ ଲାଗି ରହିଛି, ଏସବୁ ତ ଲାଗି ରହିବ। ଆଉ ଏଇ ଛୋଟ କଥାକୁ ନେଇ ମନ ଦୁଃଖ କଲେ କିଛି ହେବନି। ତ ମନ ଦୁଃଖ କ'ଣ, ଏଥିରେ ସେଲିବ୍ରେସନ୍ ଆଜି ହେଲାନି କାଲି ହେବ, ଏ ବର୍ଷ ହେଲାନି ଆର ବର୍ଷ ହେବ, ଏଥିରେ କ'ଣ ଅଛି।
तो नानी तो कही आसने करे बोली देखिए कौन हो आज ब्लॉग आपने केमी लगे निश्चिंत कमेंट जनइबे जब भल लगी लाइक शेयर कमेंट सब्सक्राइब कर जमा भूलें तो बहुत जल्दी देखा गोटे नुआ ब्लॉग रे तो से पर्यटन रोची थैंक यू सो मच फॉर वाचिंग बाय।